ମୁଁ ତ ଜାଣିନି କିଏ ଉଦ୍ଘାଟନ କରିଛି କଣ। ମୋର ସୌଭାଗ୍ୟ ଏ ମାଟିର ପୁତ୍ର ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ ରାମଚନ୍ଦ୍ର ଉଲକାଙ୍କର ଆଜି ପୁଣ୍ୟତିଥି। ସେ ଅବସରରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ମତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବି ଆଗ୍ରହ ଥିଲା ଯେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ঊର୍ଦ୍ଧ୍ୱରେ ଦିବଙ୍ଗତ ନେତା ଆମର ମାନ୍ୟବର ରାମଚନ୍ଦ୍ର ଉଲକା ମହୋଦୟ ଏବଂ ତାଙ୍କର ପ୍ରତିମୂର୍ତ୍ତି ଆଜି ଉନ୍ମୋଚନ। ସେ କଂଗ୍ରେସର କେବଳ ନୁହନ୍ତି, ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ଗ୍ରହଣୀୟ ହେଇପାରିଲେ ସେଇଟା ଆମ ପାଇଁ ଠିକ ହବ। ଏବଂ ଯଦି ସେ ତାଙ୍କୁ ବିବାଦୀୟ କରାଯାଏ ତାହେଲେ ସମସ୍ତଙ୍କର ସେ ଗ୍ରହଣୀୟ ହେଇ ନ ପାରନ୍ତି। ଯଦି କୌଣସି ବ୍ୟକ୍ତି ଏଭଳିଆ ମନ୍ଦ ଉଦ୍ଦେଶ୍ୟ ରଖି ଯଦି କିଏ এই ଉଦ୍ଘାଟନ କାର୍ଯ୍ୟକ୍ରମକୁ କଣ ଅନ୍ୟ କୌଣସି ଦୃଷ୍ଟିରେ ଦେଖୁଥାଏ ମୁଁ ସେଥିରେ କହିପାରିବି ନାହିଁ। କିନ୍ତୁ ଆମେ ବିଧିବଦ୍ଧ ଭାବେ ଆସିଲୁ ଏବଂ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରୁ। ତା ପୂର୍ବରୁ ମଧ୍ୟ ଆଜି B.R. ଆମ୍ବେଦକରଙ୍କର ମଧ୍ୟ ମୁଁ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ଆସିଛି। ଏବଂ ଏ ପୂଜ୍ୟ ପୂଜାର ଆମେ ସବୁବେଳେ ଅଗ୍ରାଧିକାର ଭିତରେ କାମ କରିଥାଉ। ଆମ ସରକାର ମଧ୍ୟ ପୂଜ୍ୟ ପୂଜାରେ ବିଶ୍ୱାସ ରଖେ। ସେ ପରିପ୍ରେକ୍ଷୀରେ ରାମଚନ୍ଦ୍ର ଉଲକାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଆମର ଭାଗ୍ୟ। ରାଜନୀତିକରଣ କରାଯିବା ଉଚିତ ନୁହଁ। କଣ ରାଜନୈତିକ ଉଦ୍ଦେଶ୍ୟ ରହିଛି କି ସାର୍ କଂଗ୍ରେସ କଣ କହିବେ? ମୁଁ କହିପାରିବିନି କାହାର କି ଉଦ୍ଦେଶ୍ୟ। ତାଙ୍କର ମାୟା କେବଳ ଭଗବାନଙ୍କୁ ଜଣା। କାହା ମାୟା କି ଜାଣିପାରିବନି। ଯଦି କିଛି ମନ୍ଦ ଉଦ୍ଦେଶ୍ୟ ଥିବ ତା ମନ୍ଦ ତାକୁ ହିଁ ଖାଇବ। ସାର୍ ଆଉ ଗୋଟେ କଥା ସାର୍, ଆପଣ ଅଛନ୍ତି, ଆପଣଙ୍କ ପାଖରେ ବରିଷ୍ଠ ନେତା ବିଜେଡିର ଯେହେତୁ କହୁଛନ୍ତି ବିଜେଡି ଛାଡିଛନ୍ତି ଭାସ୍କରରାଓ ଅଛନ୍ତି ବର୍ତ୍ତମାନ ତ ନୁହନ୍ତି, ସେ ବିଜେପିରେ ଗୋଟେ ସାମିଲ ହବା ନେଇ ଗୋଟେ ଆଲୋଚନା ହଉଛି, କଣ କହିବେ ସାର୍? ଦେଖ, ରାଜନୀତିରେ କିଏ ଅଛୁଆ ନୁହନ୍ତି। ଯୋଉମାନଙ୍କ ପାଖରେ ଭଗବାନ ଶକ୍ତି ଦେଇଛନ୍ତି ସମାଜର ସେବା କରିବା ପାଇଁ ସବୁବେଳେ ସମସ୍ତଙ୍କୁ ଆମର ପରିବାର ଆମର ଭାରତୀୟ ଜନତା ପାର୍ଟିର ମଞ୍ଚ ଖୋଲା। ଏବଂ ଭାସ୍କର ରାଓଙ୍କ ପରିପ୍ରେକ୍ଷୀରେ ସେ ଜଣେ ଏ ମାଟିର ସିଏ ମଧ୍ୟ ଗୋଟେ ସୁଯୋଗ୍ୟ ସନ୍ତାନ। ଦୀର୍ଘ ଦିନ ଧରି ସମାଜର କାମ କରୁଥିବା ବ୍ୟକ୍ତିଟିଏ। ସେ ଯୋଉ ଦଳର ଥାଆନ୍ତୁ ନା କାହିଁକି, ଯୋଉ ଦଳର ହୁଅନ୍ତୁ ନା କାହିଁକି, ରାଜନୀତିରେ ଦଳରେ ରହିବା ଗୋଟେ ରାଜନୀତିକ ପୃଷ୍ଠଭୂମି ମିଳେ। ସମାଜର ସେବା କରିବା ପାଇଁ ଗୋଟେ ସହଜ ସାଧ୍ୟ ହୁଏ। ସେଇଥିପାଇଁ ଆମେ ବିଭିନ୍ନ ମଞ୍ଚରେ ରହିଥାଉ। ମୁଁ ଆଜି ଭାରତୀୟ ଜନତା ପାର୍ଟିର ମଞ୍ଚରେ ଥିଲି ଏବଂ ଆଜିର ଦିନରେ ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଛି। ମୋର କହିବା ତାତ୍ପର୍ଯ୍ୟ ଯେ ସମସ୍ତ ଯୋଉ ଦଳରେ ଯିଏ ଥାଆନ୍ତୁ ନା କାହିଁକି ସେ ସବୁ ସମାଜ ସେବକ ମାନଙ୍କର ସବୁବେଳେ ପ୍ରାଧାନ୍ୟ ରହିବା ଉଚିତ ଅଛି।